ସାଦର ପ୍ରଣାମ। ହସ କଥା, ହସ ବଟିକା, ହସର ପେଡ଼ି ମନୋରଞ୍ଜନର ଏକ ପ୍ରକୃଷ୍ଟ ମାଧ୍ୟମ। ତେବେ ଏହି ସୁନ୍ଦର ଭିଡ଼ିଓଟିକୁ ଆପଣମାନଙ୍କୁ ସାଦର ସ୍ୱାଗତ। ପଢ଼ିବା, ହସି ହସି ଗଢ଼ିବା। ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ଦୁଇ ସାଙ୍ଗ ମଧ୍ୟରେ ଆଲୋଚନା। ପ୍ରଥମ ସାଙ୍ଗ କହୁଛି, ଜାଣିଛୁ ସାଙ୍ଗ, ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅବସ୍ଥିତ। ମୁଁ ଗତ ପୂଜା ଛୁଟିରେ ସେଠାକୁ ବୁଲିବାକୁ ଯାଇଥିଲି। ସେଇଠୁ ଦ୍ୱିତୀୟ ସାଙ୍ଗ କହିଲା, ଆରେ ସାଙ୍ଗ, ତୁ ଯଦି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବୁଲିବାକୁ ଯାଇଥିଲୁ ତେବେ ନିଶ୍ଚୟ ବାଘ ଦେଖିଥିବୁ। ସେଇଠୁ ପ୍ରଥମ ସାଙ୍ଗ କହିଲା, କ'ଣ କହୁଛୁ ସାଙ୍ଗ, ବାଘକୁ ମୁଁ ଅତି ନିକଟରୁ ଧରିଛି, ଛୁଇଁଛି। ସେଇଠୁ ଦ୍ୱିତୀୟ ସାଙ୍ଗ କହିଲା, କ'ଣ କହୁଛୁ ସାଙ୍ଗ, ବାଘ ତୋତେ ଆକ୍ରମଣ କଲା ନାହିଁ। ସେଇଠୁ ପ୍ରଥମ ସାଙ୍ଗ କହିଲା, ଆରେ ସାଙ୍ଗ, ସେଇଟା ସିମେଣ୍ଟର ବାଘ ଥିଲା। ଯଦି ମନ ପସନ୍ଦ ହୋଇଥାଏ ଲାଇକ୍ଟି ନିଶ୍ଚିତ କରିବେ। ଶିକ୍ଷକ ଓ ଛାତ୍ର ମଧ୍ୟରେ ଆଲୋଚନା। ଶିକ୍ଷକ କହିଲେ, ଜାଣିଛ ପିଲେ, ମୟୂର ଆମର ଜାତୀୟ ପକ୍ଷୀ। ତାର ଅନ୍ୟ ନାମ ହେଉଛି ନୀଳକଣ୍ଠ, କେକି, ଶିଖି, କଳାପି ଇତ୍ୟାଦି। ଆଚ୍ଛା ପିଲେ କହିଲ, ମୟୂର କାହିଁକି କଳା ମେଘ ଦେଖି ନାଚିଥାଏ? ସେଇଠୁ ଜଣେ ପିଲା କହିଲା, ସାର୍ ମୁଁ କହିବି। ଶିକ୍ଷକ କହିଲେ, କହ। ସେଇଠୁ ପିଲାଟି କହିଲା, ସାର୍, ଆକାଶର ଧଳା ମେଘକୁ ମୟୂର ବୋଧେ ଚିହ୍ନିପାରେ ନାହିଁ, ଏଣୁ ସେ କଳା ମେଘ ଦେଖି ନାଚେ। ଏହିଭଳି ବିଭିନ୍ନ ପ୍ରକାର ଶିକ୍ଷାପ୍ରଦ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପରବର୍ତ୍ତୀ ହସ କଥାଟି ବିଜ୍ଞାନ ସମ୍ବନ୍ଧୀୟ। ଶିକ୍ଷକ ଆଉ ଛାତ୍ର ମଧ୍ୟରେ ଆଲୋଚନା। ଶିକ୍ଷକ କହୁଛନ୍ତି, ଆଲୋକ, ତୁମେ ସେ ଝିଅ ସହିତ ଧକ୍କା ହେଲ କାହିଁକି? ସେଇଠୁ ଆଲୋକ କହୁଛି, ସାର୍, ଆପଣ ତ ଜାଣନ୍ତି ଆଲୋକ ସରଳ ରେଖାରେ ଗତି କରେ। ଶିକ୍ଷକ କହିଲେ, ତ କ'ଣ ହେଲା? ସେଇଠୁ ଆଲୋକ କହୁଛି, ସାର୍, ମୁଁ ମୋ ବାଟରେ ସିଧା ଯାଉଥିଲି, ସେ ଝିଅ ବାଟ ଭାଙ୍ଗି ଯିବା କଥା ଅଥଚ ଆସି ମୋ ସହିତ ଧକ୍କା ହୋଇଗଲା, ଏଥିରେ ମୋର ଦୋଷ କ'ଣ? ପରବର୍ତ୍ତୀ ହସ କଥାକୁ ଯିବା। ପରବର୍ତ୍ତୀ ହସ କଥାଟି ବିଚାରପତି ଓ ଦୋଷୀ ମଧ୍ୟରେ ଆଲୋଚନା। ଏଇଠି ଜଙ୍ଗଲ ସମ୍ପଦକୁ ନେଇ ଜଙ୍ଗଲରେ ନିଆଁ ଲାଗିଥିବା ସମ୍ପର୍କିତ ହସ କଥା। ସେଠୁ ବିଚାରପତି କହୁଛନ୍ତି, ତୁମେ କ'ଣ ଜାଣିନାହଁ, ଜଙ୍ଗଲ ଆମର ଅମୂଲ୍ୟ ସମ୍ପଦ, ତାକୁ ନିଆଁ ଦାଉରୁ ରକ୍ଷା କରିବା ଉଚିତ। ଏ କଥା ଜାଣି ମଧ୍ୟ ତୁମେ ଜଙ୍ଗଲରେ ନିଆଁ ଲଗାଇଲ କାହିଁକି? ସେଇଠୁ ଦୋଷୀ ଜଣକ କହିଲା, ଆଜ୍ଞା, ମୁଁ ଜାଣିଛି ଯେ ଜଙ୍ଗଲ ହେଉଛି ଆମର ମୂଲ୍ୟବାନ ସମ୍ପଦ, ତାକୁ ନିଆଁ ଦାଉରୁ ରକ୍ଷା କରିବା କଥା ମୁଁ ଜାଣିଛି। ଦୋଷୀ ଆହୁରି କହିଲା, ସେଦିନ ମୁଁ ଜଙ୍ଗଲରେ ବୁଲୁଥିଲି, ଦେଖିଲି ପଶୁପକ୍ଷୀ ଶୀତରେ ଥରୁଅଛନ୍ତି, ଏଣୁ ସେମାନେ କେମିତି ଶୀତରୁ ରକ୍ଷା ପାଇବେ ସେୟା ଚିନ୍ତା କରି ମୁଁ ଜଙ୍ଗଲରେ ନିଆଁ ଲଗାଇଦେଲି।